ଏବେ ତୁମେ ଜାଣିଯାଇଛ କି କେଉଁଠି ଏବଂ କ'ଣ ଭୁଲ ହୋଇଛି? ତ ବାସ୍, ଏବେ କେବଳ ଗୋଟିଏ ପାଦ ଆଗକୁ ବଢ଼ାଅ ଏବଂ ନିଜର ଭୁଲକୁ ସୁଧାରି ଦିଅ। ଦେଖ ପିଲାମାନେ, ପ୍ରତ୍ୟେକ ବ୍ୟକ୍ତି ଦ୍ୱାରା ଭୁଲ ହୋଇଥାଏ ଏବଂ ଯେତେବେଳେ ମୋ ପିଲାମାନେ ନିଜ ଭୁଲକୁ ଅନୁଭବ କରିଥାନ୍ତି, ନିଜର ଭୁଲକୁ ସ୍ୱୀକାର କରନ୍ତି, ତେବେ ମୁଁ ସେମାନଙ୍କ ଉପରେ ରାଗେ ନାହିଁ। ବରଂ ମୁଁ ମୋର ପ୍ରତ୍ୟେକ ପିଲାଙ୍କୁ ସେମାନଙ୍କର ଭୁଲ ସଂଶୋଧନ କରିବାକୁ ଅନେକ ସୁଯୋଗ ଦେଇଥାଏ। କଥା କେବଳ ତୁମ ଉପରେ। ସମୟ ଥିବା ଭିତରେ ଯଦି ତୁମେ ନିଜକୁ ନିୟନ୍ତ୍ରଣ କରିବାରେ ସଫଳ ହୁଅ, ତେବେ ଏହା ବହୁତ ଭଲ କଥା। କିନ୍ତୁ ଯଦି ମୋ କଥାକୁ ତୁମେ ଧ୍ୟାନ ଦିଅ ନାହିଁ, ତେବେ ଏହାର ପରିଣାମ ମଧ୍ୟ ଭୋଗିବାକୁ ପଡ଼ିଥାଏ ପିଲାମାନେ। ବେଳେବେଳେ ଏହି ପରିଣାମ ମଧ୍ୟ ବହୁତ ଭୟଙ୍କର ହୋଇଥାଏ, ଯାହାକୁ ସାମ୍ନା କରିବାକୁ ପଡ଼ିଥାଏ। ମୁଁ ଦେଖିଛି ତୁମ ଭିତରେ ବହୁତ ଭଲ ଗୁଣ ଅଛି, ଯେପରି ସମସ୍ତଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା, ଭଲ ପାଇବା ଏବଂ ସମ୍ମାନ ଅଛି। ତୁମେ ବହୁତ ପରିଶ୍ରମୀ ଅଟ। ନିଜର ସମ୍ପର୍କକୁ କିଭଳି ବାନ୍ଧି ରଖିବ, ଏହା ମଧ୍ୟ ତୁମେ ଜାଣିଛ। ହଁ, କିନ୍ତୁ ବେଳେବେଳେ ତୁମକୁ ବହୁତ ରାଗ ଆସେ, କିନ୍ତୁ ସେହି ସମୟରେ ତୁମେ ତୁମର ପ୍ରିୟ ଲୋକଙ୍କୁ ମଧ୍ୟ ବହୁତ ଭଲ ପାଅ। ସେଥିପାଇଁ ସେମାନଙ୍କ ଖୁସି ପାଇଁ ଅନେକ ସମୟରେ ଅନେକ କିଛି ସହିଥାଅ। କିନ୍ତୁ ଶୁଣି ରଖ ପିଲାମାନେ, ଯେତେବେଳେ ପରିସ୍ଥିତିକୁ ସହ୍ୟ କରିବାକୁ ପଡ଼େ, ତେବେ ସେହି ସମୟରେ ବୁଝିଯାଅ କି ତୁମର ମନ ଯଦି ସେହି କଥା ପାଇଁ ସହମତ ନୁହେଁ, ତାହେଲେ ଏପରି ପରିସ୍ଥିତିରେ ତୁମର ମତକୁ ସ୍ପଷ୍ଟ ଭାବରେ ପ୍ରକାଶ କର। ମୁଁ ତୁମକୁ ସମର୍ଥନ କରିବି। ଖୁସିରେ ରୁହ। ଖୁବ୍ ଆଶୀର୍ବାଦ କରୁଛି। ଓମ୍ ସାଇରାମ, ଜୟ ସାଇରାମ।